ଘରେ ରଖୁଥିବା ଏହି କିଛି ଜିନିଷ ହୋଇଥାଏ ଅଶୁଭ। ଟଙ୍କାକୁ ପାଣି ଭଳି ବୁହାଇ ଦିଏ। ଆପଣଙ୍କ ଘରେ ବି ଅଛି କି? ବାସ୍ତୁଶାସ୍ତ୍ରରେ ଉଲ୍ଲେଖିତ ଥିବା କିଛି ଖାସ୍ ନିୟମ ଏବଂ ଉପାୟକୁ ମନୁଷ୍ୟ ଠିକ୍ ଭାବରେ ପାଳନ କରି ନିଜ ଜୀବନ ଏବଂ ଭାଗ୍ୟକୁ ବଦଳାଇ ପାରିବ। ବାସ୍ତୁଶାସ୍ତ୍ର ଅନୁଯାୟୀ ଘରେ କିଛି ଏପରି ଜିନିଷ ଅଛି ଯାହାକୁ ରଖିବା ଉଚିତ ହୋଇନଥାଏ। ଏହାଦ୍ୱାରା ଘରର ଉନ୍ନତି ସୁଖ ଶାନ୍ତି ଦୂର ହୋଇଥାଏ। ତେଣୁ ଆଜିକାର ଏହି ଭିଡ଼ିଓରେ ଆମେ ଆପଣଙ୍କୁ ଏଭଳି କିଛି ସମସ୍ୟା ଏବଂ ସେଥିରୁ ନିଜାତ ପାଇବା ପାଇଁ କରାଯାଉଥିବା କିଛି ଉପାୟ ବିଷୟରେ କହିବୁ। ଘରେ ଭଙ୍ଗା ଜିନିଷ ଏବଂ ପୁରୁଣା ଘଡ଼ି ରଖିବା ଉଚିତ ନୁହେଁ। ଏହାଦ୍ୱାରା ଘରର ସୁଖ ସମୃଦ୍ଧି ଉପରେ ଖରାପ ପ୍ରଭାବ ପଡ଼ିଥାଏ। ସପ୍ତାହରେ ଥରେ ଘରକୁ ବୁଢ଼ିଆଣି ଜାଲ ହଟାଇ ଦିଅନ୍ତୁ, କାରଣ ଏହାଦ୍ୱାରା ବାସ୍ତୁଦୋଷ ଉତ୍ପନ୍ନ ହୋଇଥାଏ। ଘରେ ଆଲମାରୀ ଭାଙ୍ଗି ଯାଇଥିଲେ ତାହାକୁ ତୁରନ୍ତ ଠିକ୍ କରାଇ ନିଅନ୍ତୁ, ନଚେତ୍ ଘରେ ଆର୍ଥିକ ସମସ୍ୟା ଦେଖା ଦେବ। ଘରେ ସାଜସଜ୍ଜା ପାଇଁ କିଛି ଫଟୋ କାନ୍ଥରେ ଲଗାଉଥିଲେ ନକାରାତ୍ମକ ଶକ୍ତି ସୃଷ୍ଟି କରୁଥିବା ଭଳି ଫଟୋ ଲଗାନ୍ତୁ ନାହିଁ, ଯେମିତିକି ଭଗବାନଙ୍କ କ୍ରୋଧିତ ଫଟୋ, ଭାଙ୍ଗି ଯାଇଥିବା ଠାକୁର ମୂର୍ତ୍ତି, ଜାହାଜ ଫଟୋ, କଣ୍ଟା ଜାତୀୟ ଗଛର ଫଟୋ, ମହାଭାରତ ସମ୍ବନ୍ଧୀୟ ଫଟୋ, ଯୁଦ୍ଧ ଫଟୋ ଆଦି ରଖନ୍ତୁ ନାହିଁ। ଜଣେ ଦେବତାଙ୍କର ଏକାଧିକ ମୂର୍ତ୍ତି କିମ୍ବା ଫଟୋ ରଖିବା ମଧ୍ୟ ଭଲ ହୋଇନଥାଏ। ବିନା କିଛି ଜ୍ଞାନରେ କୌଣସି ବି ରଙ୍ଗର ଜିନିଷ ରଖନ୍ତୁ ନାହିଁ, କାରଣ ତାର ତରଙ୍ଗ ଆପଣଙ୍କ ଉପରେ ଖରାପ ପ୍ରଭାବ ପକାଇପାରେ। ପୁରୁଣା ଅଦରକାରୀ ଜୁତା, ଚପଲ ଏବଂ ଛିଣ୍ଡା ପୋଷାକ ମଧ୍ୟ ଲୋକେ ଘରେ ରଖି ଦିଅନ୍ତି, ଯାହାଦ୍ୱାରା ଘର ସଦସ୍ୟଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡ଼ିଥାଏ ଏବଂ ପିତୃଦୋଷ ମଧ୍ୟ ଲାଗିଥାଏ। ପ୍ରତ୍ୟେକ ଶନିବାର ଦିନ ଯଦି ଆପଣ କୌଣସି ଦାରିଦ୍ର୍ୟ ଏବଂ ଅଭାବୀଙ୍କୁ କିଛି ଦାନ କରନ୍ତି ଏବଂ ଭୋଜନ କରାନ୍ତି, ତେବେ ମାତା ଲକ୍ଷ୍ମୀ ଆପଣଙ୍କ ଉପରେ ପ୍ରସନ୍ନ ହେବେ। ଭୋଜନ କରିବା ସମୟରେ ଶାସ୍ତ୍ରରେ ବର୍ଣ୍ଣିତ ଅଛି, ନିୟମର ପାଳନ କରିବା ମଧ୍ୟ ନିହାତି ଜରୁରୀ ଅଟେ। ଘରର ମୁଖ୍ୟ ଦ୍ୱାରକୁ ସର୍ବଦା ପରିଷ୍କାର ରଖନ୍ତୁ ଏବଂ ସ୍ୱଚ୍ଛିତ ରଖନ୍ତୁ। ଏହା ବ୍ୟତୀତ ଆପଣଙ୍କ ଘରେ ଯଦି ଟ୍ୟାପ୍ରୁ ପାଣି ଝରୁଛି, ତେବେ ତୁରନ୍ତ ତାହାର ମରାମତି କରାଇ ନିଅନ୍ତୁ। ଘରର ଉତ୍ତର ଦିଗରେ ମାଟି କଳସୀ ରଖିବା ଅତ୍ୟନ୍ତ ଶୁଭଦାୟକ ଅଟେ। ଏହାଦ୍ୱାରା ଆର୍ଥିକ ସ୍ଥିତି ମଜବୁତ ହୋଇଥାଏ। ଘରର ସାଜସଜ୍ଜା ପାଇଁ ଯଦି ଆପଣ ମାଟିର ଜିନିଷକୁ ବ୍ୟବହାର କରନ୍ତି, ତେବେ ଘରେ ସୁଖ ଶାନ୍ତି ସମୃଦ୍ଧି ରହେ। ଯଦି ଭିଡ଼ିଓଟି ଭଲ ଲାଗିଥାଏ ତ ସବସ୍କ୍ରାଇବ୍ କରିବାକୁ ଜମାରୁ ଭୁଲିବେନି। ବେଲ୍ ଆଇକନ୍କୁ ଅଲ୍ରେ ପ୍ରେସ୍ କରିଦେବେ, କାରଣ ଭିଡ଼ିଓଟି ଆପଣଙ୍କ ପାଖକୁ ସର୍ବପ୍ରଥମେ ଆସିବ। ଲାଇକ୍ କରନ୍ତୁ, କମେଣ୍ଟ କରନ୍ତୁ, ସେୟାର କରନ୍ତୁ। ଧନ୍ୟବାଦ। ଘରେ ରଖୁଥିବା ଏହି କିଛି ଜିନିଷ ହୋଇଥାଏ ଅଶୁଭ। ଟଙ୍କାକୁ ପାଣି ଭଳି ବୁହାଇ ଦିଏ। ଆପଣଙ୍କ ଘରେ ବି ଅଛି କି? ବାସ୍ତୁଶାସ୍ତ୍ରରେ ଉଲ୍ଲେଖିତ ଥିବା କିଛି ଖାସ୍ ନିୟମ
ଏବଂ ଉପାୟକୁ ମନୁଷ୍ୟ ଠିକ୍ ଭାବରେ ପାଳନ କରି ନିଜ ଜୀବନ ଏବଂ ଭାଗ୍ୟକୁ ବଦଳାଇ ପାରିବ। ବାସ୍ତୁଶାସ୍ତ୍ର ଅନୁଯାୟୀ ଘରେ କିଛି ଏପରି ଜିନିଷ ଅଛି ଯାହା